ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଗଛ ଆମ ଘରେ ରହିଲେ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ, ସେ ସମ୍ପର୍କରେ ବାସ୍ତୁରୁ କିଛି ଗଛ ଆମ ଜୀବନ ପାଇଁ ହିତକାରୀ ଅଟେ। ଯଦି ଆମେ ସମସ୍ତେ ସେହି ଗଛକୁ ନିଜ ଘରେ ଲଗାଇବା, ଆମର ଘରର ସୁଖ ସମୃଦ୍ଧି ବୈଭବ ନିଶ୍ଚୟ ହେବ। କିଛି ନା କିଛି ତ ଫରକ ଆମ ଜୀବନରେ ନିଶ୍ଚୟ ପଡ଼ିବ। ଏବଂ କେଉଁ ଗଛ ଆମ ଘରେ ରହିଲେ ଘରକୁ ଅଶୁଭତ୍ୱ ପ୍ରଦାନ କରିଥାଏ, ସେ ବିଷୟରେ ବି ଆଜିର ଭିଡ଼ିଓରେ ଆପଣମାନଙ୍କୁ ଜଣାଇବି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଯେ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଆସୁଛନ୍ତି, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଦର୍ଶକ ବନ୍ଧୁ, ବାସ୍ତୁଶାସ୍ତ୍ର ଅନୁସାରେ ଆମେ ବହୁତ ସାରା ଗଛ ନିଜ ଘରେ ଆମେମାନେ ଲଗାଇଥାଉ ଏବଂ ତାର ଯତ୍ନ ମଧ୍ୟ ନେଇଥାଉ। ସେ ସବୁ ଦେଖିବାକୁ ଗଲେ ପ୍ରଥମ ବାସ୍ତୁ ଗଛଟି ଅଛି ଅଶୋକ ଗଛ। ଏହି ଅଶୋକ ଗଛକୁ ଯଦି ଆପଣମାନେ ନିଜ ଘରେ ଲଗାଇବେ, ନିଜ ଘରର ଆଖପାଖରେ ଯଦି ଜାଗା ଅଛି ଏହାକୁ ଯଦି ଲଗାଇବେ, ଏହା ଆପଣଙ୍କୁ ବହୁତ ଶୁଭାଶୁଭ ଫଳ ପ୍ରଦାନ କରିବ। ଅଶୋକ ଅର୍ଥାତ୍ ଶୋକ ନାହିଁ। ଏହି ଗଛ ଯାହା ଘରେ ରହିବ, ସେହି ଘରେ ଶୋକର ଶବ୍ଦ ଆପଣମାନେ ଶୁଣିପାରିବେ ନାହିଁ। ଏହି ଗଛ ମୂଳେ ମାତା ସୀତା ଯେତେବେଳେ ରାବଣ ହରଣ କରି ନେଇଥିଲା, ଏହି ଗଛ ମୂଳେ ରହିଥିଲେ ଏବଂ କୁହାଯାଏ ଯେ ପୌରାଣିକ ମାନ୍ୟତା ଅଛି, ଶାସ୍ତ୍ରରୁ ଉଦ୍ଧୃତ ମଧ୍ୟ ଅଛି। ଯେତେବେଳେ ଅଶୋକାଷ୍ଟମୀ ପଡ଼ିବ, ଏହି ଗଛ ମୂଳେ ଯଦି ସନ୍ଧ୍ୟା ସମୟରେ ଦୀପଟିଏ ପ୍ରଜ୍ୱଳନ କରି ନିଜର ମନସ୍କାମନା ମାଗିବେ ସୀତାରାମଙ୍କୁ, ତେବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ। ତେବେ ଦର୍ଶକ ବନ୍ଧୁ, ପ୍ରଥମ ଗଛଟି ଥିଲା ଅଶୋକ ଗଛ। ଅଶୋକ ଗଛ ପରେ ଆମେ ଦ୍ୱିତୀୟ ଗଛ ଜାଣିବା ଯେ ନଡ଼ିଆ ଗଛ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ନଡ଼ିଆ ଗଛ ଆପଣମାନଙ୍କର ଜୀବନରେ ବହୁତ ସୁଖ ସମୃଦ୍ଧି ବୈଭବ୍ୟ ଆଣିବ। କୁହାଯାଏ ଏହି ଗଛ ଯାହାର ଅଗଣାରେ ଥିବ, ଯାହାର ଦାଣ୍ଡ ଦୁଆର ପାଖରେ ଥିବ, ତାର ଯଶ ସମ୍ମାନ କୀର୍ତ୍ତି ବି ସେମିତି ବଢ଼ି ବଢ଼ି ଚାଲିବ। କୁହାଯାଏ ନଡ଼ିଆ ଗଛକୁ ଘରର ସାମ୍ନାରେ ଲଗାଇବେନି, ଘରର ବାରିରେ କିମ୍ବା ଘରର ବଗିଚାରେ ଲଗାଇବେ। ନଡ଼ିଆ ଗଛକୁ ଘରର ସାମ୍ନାରେ ଲଗାଇବେ ନାହିଁ, ଏହା ଭଲ ନୁହଁ। କିନ୍ତୁ ଯଦି ନଡ଼ିଆ ଗଛକୁ ଆପଣମାନେ ନିଜ ଘରର ବାରିରେ କିମ୍ବା ଘର ପଛପଟେ ଲଗାଇବେ, ଏହା ଆପଣଙ୍କୁ ସମ୍ମାନ ପ୍ରଦାନ ନିଶ୍ଚୟ କରିବ। ଆପଣଙ୍କ ଘରର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଦିନେ ନା ଦିନେ ଉତ୍ତରୋତ୍ତର ଉନ୍ନତି ଆଡ଼କୁ ନିଶ୍ଚୟ ଯିବେ। ତେଣୁ ଦ୍ୱିତୀୟ ଗଛଟି ଥିଲା ନଡ଼ିଆ ଗଛ। ତୃତୀୟ ଗଛଟି ହେଉଛି ତୁଳସୀ ଗଛ। ମା ବୃନ୍ଦାବତୀ, ମା ବୃନ୍ଦାବତୀ ଯାହା ଅଗଣାରେ ଥାନ୍ତି, ସେହି ଘରର ସୁଖ ସମୃଦ୍ଧି ତ କହିଲେ ନ ସରେ। ଯଦି ଆପଣ ପ୍ରତ୍ୟେକ ଦିନ ମା ବୃନ୍ଦାବତୀଙ୍କ ପାଖରେ କିଛି କ୍ଷୀର ଅର୍ପଣ କରନ୍ତି, ମା ବୃନ୍ଦାବତୀଙ୍କୁ ନିଜ ଘରର ଧନ ସମ୍ପତ୍ତି ବୈଭବ୍ୟର ପ୍ରାର୍ଥନା କରନ୍ତି, ତେବେ ଆପଣମାନେ ନିଜେ ଦେଖିବେ ମା ଆପଣଙ୍କ ଘରର ବୈଭବ୍ୟକୁ କିପରି ଉତ୍ତରୋତ୍ତର ଉନ୍ନତି କରୁଛନ୍ତି। ଏବଂ ଯେତେବେଳେ ପୂଜା କରୁଛନ୍ତି, ପ୍ରତ୍ୟେକ ବିବାହିତା ମହିଳା ମାଙ୍କ ପାଖରେ କାନି ପସାରି କରି ମାଙ୍କୁ ନିଜର ମନସ୍କାମନା କହିବେ ଏହି ଘର ମୋର ନୁହଁ ମା, ତୁମର, ତୁମ ଘରର ଉନ୍ନତି, ତୁମ ଘରର ସମୃଦ୍ଧି ତୁମେ ନିଜେ କର। ମାଙ୍କ ଉପରେ ସବୁ ଛାଡ଼ି ଦିଅ, ବାସ୍ ତମେ କର୍ମ କର। ଥରୁଟିଏ ଏମିତି କହିବା ଆରମ୍ଭ କରିଦିଅନ୍ତୁ। ମାଙ୍କୁ ନିଜ ଘରେ ଜୀବିତ ଭାବରେ ପୂଜା କରନ୍ତୁ। ମା ବୃନ୍ଦାବତୀଙ୍କୁ ମା ହିସାବରେ ପୂଜା କରନ୍ତୁ ଏବଂ ନିଜର ମନସ୍କାମନା କୁହନ୍ତୁ। ମା ନିଶ୍ଚୟ ଶୁଣିବେ। ଏବଂ ପ୍ରତି ଗୁରୁବାରକୁ ଗୁରୁବାର ଯଦି ମାଙ୍କ ପାଖରେ ସବୁଦିନ ନ ଦେଇ ପାରିଲେ ନାହିଁ, ଗୁରୁବାରକୁ କଞ୍ଚା କ୍ଷୀର ଟିକେ ମାଙ୍କ ପାଖରେ ଅର୍ପଣ କରିଦିଅନ୍ତୁ। ଏବଂ ତୁଳସୀ ଗଛରେ ପ୍ରତ୍ୟେକ ଦିନ ବିଧି ମୁତାବକ ଜଳ ଅର୍ପଣ କରନ୍ତୁ। ସନ୍ଧ୍ୟା ସମୟରେ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ। ସେହି ଘିଅର ଦୀପର ମୁହଁ ହେବ ଉତ୍ତର କିମ୍ବା ପୂର୍ବ। ମାଙ୍କ ପାଖରେ ମାଙ୍କର ତୁଳସୀ ମୂଳର ମାଟିକୁ ପ୍ରତ୍ୟେକ ଦିନ ନିଜ ମଥାରେ ଧାରଣ କରନ୍ତୁ। ଏମିତି କରିବା ପ୍ରାରମ୍ଭ କରିଦିଅନ୍ତୁ। ଆପଣଙ୍କର ଦିନ କିପରି ବଦଳୁଛି ଆପଣମାନେ ନିଜେ ଅନୁମାନ କରିବେ। ତାପରେ ଆଲୋଚନା କରିବା ଅଶ୍ୱଗନ୍ଧା ଗଛ। ଏହି ଗଛ ଯେଉଁ
ଘରର ବାରିରେ ରହିବ ବହୁତ ଶୁଭ ଫଳ ପ୍ରଦାନ କରିବ। ଆପଣମାନେ ଜାଣିଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ଅଶ୍ୱଗନ୍ଧା ଗଛ ଯାହାକି ଆପଣମାନେ ନିଜ ସ୍କ୍ରିନରେ ଦେଖୁଛନ୍ତି, ଏହା ଆପଣଙ୍କ ଘରକୁ ବହୁତ ଶୁଭ ଦୃଷ୍ଟି ପ୍ରଦାନ କରିବ। ଘରର ଉନ୍ନତି ସକାଶେ ଘରକୁ ବିନା ଆରୋଗ୍ୟ ପ୍ରଦାନ କରିବ ଅଶ୍ୱଗନ୍ଧା ଗଛ। ଏହି ଗଛ ଏକ ମେଡ଼ିସିନ ହିସାବରେ ବି କାମ କରିପାରିବ। ତେଣୁ ଏହି ଗଛକୁ ନିଜ ବାରିରେ ଆପଣମାନେ ନିଶ୍ଚୟ ଲଗାନ୍ତୁ। ତାପରେ ଆଲୋଚନା କରିବା ଧଳା ଅରଖ ଗଛ, ଶ୍ଵେତ ଅରଖ ଗଛ। ସାଧାରଣତଃ ଏହି ଗଛ ଆପଣମାନେ ଆଖପାଖରେ ବେଶୀ ଦେଖିପାରିବେ ନାହିଁ, କିନ୍ତୁ ଏହି ଗଛ ଆପଣ ଯଦି ସୋମବାର ଦିନ ନିଜ ଘରକୁ ଆଣି ଉତ୍ତର କିମ୍ବା ପୂର୍ବ ଦିଗରେ ଏହାକୁ ଲଗାନ୍ତି, ଧନ ବଢ଼ି ବଢ଼ି ଚାଲିଥିବ। ଧନ ଜନିତ ସମସ୍ୟା ଅର୍ଥାତ୍ ଯେତେବେଳେ ବି ଆପଣଙ୍କୁ ଧନର ଆବଶ୍ୟକ ପଡ଼ିବ, ଏହି ଗଛ ଏତେ ଚମତ୍କାରୀ ଯେ ଆପଣଙ୍କୁ କୋଉ ନା କୋଉ ଆଡ଼ୁ ଧନ ତ ନିଶ୍ଚୟ ଦେବ। ଧନ ବୃଦ୍ଧି କରୁଥିବାର ଗଛ ହେଉଛି ଶ୍ଵେତ ଅରଖ ଗଛ। ଏହି ଗଛର ଫୁଲ, ଫଳ, ପତ୍ର ମହାଦେବଙ୍କର ବହୁତ ପ୍ରିୟ ଅଟେ ଏବଂ ଏହି ଗଛ ଯେତେବେଳେ 300 ବର୍ଷର ପୁରୁଣା ବା 100 ବର୍ଷର ପୁରୁଣା ହୋଇଯାଏ, ଏହା ସିଦ୍ଧ ହୋଇଯାଏ। ଅର୍ଥାତ୍ ଏହି ଗଛ ଯେତେବେଳେ ପୁରା 100 ବର୍ଷ ପୁରୁଣା ହୋଇଯିବ, ସେହି ଗଛର ଗଣ୍ଡି ଦେଖିବେ, ତାର ଗଣ୍ଡି ଗଣେଶଙ୍କର ଶୁଣ୍ଢ ଆକୃତିର ହୋଇଯିବ, ଯାହାକି ଗୋଟିଏ ଭିଡ଼ିଓରେ ବା ମୁଁ ଏହାକୁ ଶୁଣିଥିଲି। ଏହା କେତେ ଦୂର ସତ୍ୟ ମୁଁ ଜାଣିନାହିଁ। ଯଦି ଆପଣଙ୍କ ଆଖପାଖରେ ଏମିତି ଆପଣମାନେ କେବେ ଦେଖିଛନ୍ତି, ତେବେ କମେଣ୍ଟ ସେକ୍ସନରେ ନିଜର ଅନୁଭୂତିକୁ ନିହାତି ଲେଖନ୍ତୁ। ମୁଁ ତ ଦେଖିନାହିଁ, ଖାଲି ଶୁଣିଛି। ଏବେ ଆପଣମାନେ ଦେଖିଛନ୍ତି କି ନାହିଁ ନିଶ୍ଚୟ ଜଣାନ୍ତୁ। ତ ଆମେ ଶ୍ଵେତ ଅରଖ ଗଛ ଯଦି ଆପଣମାନେ ନିଜ ଘରେ ଲଗାଇ ନାହାନ୍ତି, ନିହାତି ସୋମବାର ଦିନ ଘରେ ଆଣି ଲଗାଇ ଦିଅନ୍ତୁ। ତାପରେ ଆଲୋଚନା କରିବା ବେଲଗଛ। ଆଜ୍ଞା, ବେଲଗଛ ଏମିତି ଏକ ଗଛ ମହାଦେବଙ୍କର ବହୁତ ପ୍ରିୟ ଅଟେ। ଏହି ଗଛର ପତ୍ର ମା ଦୁର୍ଗାଙ୍କୁ ଏବଂ ମା ଲକ୍ଷ୍ମୀଙ୍କୁ ମଧ୍ୟ ଅର୍ପଣ କରାଯାଏ। ମାଙ୍କର ବେଲପତ୍ରରେ ବହୁତ ମନ ଲାଗିଥାଏ ଏବଂ 108ଟି ବେଲପତ୍ର ଯଦି ଦେଇପାରୁନାହାନ୍ତି, ଗୋଟିଏ ନିଖୁଣ ବେଲପତ୍ର ମହାଦେବଙ୍କୁ ଦେବା ବହୁତ ଶୁଭ ଫଳ ପ୍ରଦାନ କରିଥାଏ। ଏବଂ ଆପଣମାନେ ତ ଭିତରୁ ନିଶ୍ଚୟ କେହି ନା କେହି ମହାଦେବଙ୍କର ବହୁତ ପ୍ରିୟ ଭକ୍ତ ଆପଣମାନେ ହୋଇଥିବେ ଏବଂ ଆପଣମାନେ ବି ନିଜ ଘରେ ଏହି ବେଲଗଛ ନିଶ୍ଚୟ ଲଗାନ୍ତୁ। ଯଦି ବିଧି ମୁତାବକ ପ୍ରତ୍ୟେକ ଦିନ ଜଳ ଅର୍ପଣ କରନ୍ତି, ତମ୍ବା ଢାଳରେ ମହାଦେବଙ୍କର ନାମକୁ ସ୍ମରଣ କରି ଆପଣ ମନ୍ଦିରରେ ଶିବଲିଙ୍ଗରେ ଜଳ ଢାଳିବା ସହିତ ସମାନ ହୋଇଥାଏ। ତେଣୁ ନିଜ ଘରେ ବେଲଗଛଟିଏ ନିହାତି ଲଗାନ୍ତୁ। କୁହାଯାଏ ପ୍ରତି ସୋମବାରକୁ ସୋମବାର ଘିଅରେ ଦୀପରେ ଚିନି ଟିକିଏ ପକାଇ ଏବଂ ଏହି ବେଲଗଛ ମୂଳେ ଚିନି ଟିକିଏ ପକାଇ ଯେଉଁ ବ୍ୟକ୍ତି ମହାଲକ୍ଷ୍ମୀଙ୍କର ଆବାହନ କରିଥାଏ, ମହାଲକ୍ଷ୍ମୀଙ୍କୁ ନିଜ ଦୁଃଖ ଦାରିଦ୍ର୍ୟର ବେଦନା ଜଣାଇଥାଏ, ତା ଘରେ ସ୍ୱୟଂ ମହାଲକ୍ଷ୍ମୀ ବିରାଜମାନ କରନ୍ତି। ଶିବ ପୁରାଣରୁ ଏହା ଉଦ୍ଧୃତ ଆସିଛି। ଶିବ ପୁରାଣରେ କୁହାଯାଇଛି ଯେ ମହାଦେବ ମହାଲକ୍ଷ୍ମୀଙ୍କୁ ଏହି ବରଦାନ ଦେଇଛନ୍ତି ଯେ ସୋମବାର ଦିନ ସନ୍ଧ୍ୟା ମୂଳରେ ଗଛରେ ବେଲଗଛ ମୂଳେ ବସି ନାରାୟଣଙ୍କର ନାମ ମହାଲକ୍ଷ୍ମୀ ଜପ କରିବେ। ଯେଉଁ ବି ବ୍ୟକ୍ତି ଯେତେ ବି କରଜ ଥାଉ ନା କାହିଁକି, ଯେତେ ବି ଗରିବ ଥାଉ ନା କାହିଁକି, ସୋମବାରକୁ ସୋମବାର ଯଦି ବେଲଗଛ ମୂଳେ ଗୋଟାଏ ଘିଅର ଦୀପ ପ୍ରଜ୍ୱଳନ କରି କିଛି ଚିନି ଅର୍ପଣ କରି ମହାଲକ୍ଷ୍ମୀଙ୍କୁ ନିଜ ଘରକୁ ଆବାହନ କରିବ, ମହାଲକ୍ଷ୍ମୀ ତାର ପଛେ ପଛେ ନିଶ୍ଚୟ ଯିବେ। 6ଟି ସୋମବାର କରିବା ପରେ 7 ନମ୍ବର ସୋମବାରକୁ ନିଜ ଘରର ଉନ୍ନତି ଆପଣମାନେ ନିଜେ ଦେଖିପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ବେଲଗଛର ମହାତ୍ମ୍ୟ ଏତେ ଅଧିକ ଅଛି। ତେଣୁ ନିଜ ଘରେ ବେଲଗଛଟିଏ ରଖି ଯଦି ଗରିବ ସମସ୍ୟା ଆପଣଙ୍କ ପିଛା ଛାଡ଼ୁନାହିଁ, ଥରୁଟିଏ ଏହି ଉପାୟକୁ କରିପାରନ୍ତି। ତାପରେ ଆଲୋଚନା କରିବା ଅଁଳା ଗଛ। ଦର୍ଶକ ବନ୍ଧୁ, ଅଁଳା ଗଛରେ ସ୍ୱୟଂ ନାରାୟଣ ବିରାଜମାନ କରନ୍ତି। ଅଁଳା ଗଛରେ କାର୍ତ୍ତିକ ମାସରେ ଅଁଳା ଗଛରେ ହିଁ ଶ୍ରୀହରିଙ୍କର ବାସ ଥାଏ ବୋଲି ପୌରାଣିକ ମାନ୍ୟତା ଅଛି। ଏମିତି ଏକ ବୃକ୍ଷ ଯେଉଁ ବୃକ୍ଷରେ କି ଆପଣ ମହାଦେବ ଏବଂ ନାରାୟଣ ଏହି ଦୁଇ ଜଣଙ୍କର ପୂଜା ଗୋଟିଏ ଥରରେ କରିପାରିବେ। ଏମିତି ଏକ ଗଛ, କାରଣ ଅଁଳା ଗଛ ଶିବ ପାର୍ବତୀ ଏବଂ ଲକ୍ଷ୍ମୀ ନାରାୟଣଙ୍କର ବାସ। ଏହି ଗଛର ପୂଜା ଯେଉଁ ବ୍ୟକ୍ତି କରିଥାନ୍ତି, ତାଙ୍କ ଉପରେ ଲକ୍ଷ୍ମୀ ନାରାୟଣଙ୍କ ସହିତ ଶିବ ପାର୍ବତୀଙ୍କର ବି ଆଶୀର୍ବାଦ ରହିଥାଏ। ଏବଂ ଗୋଟିଏ ଛୋଟିଆ ଜିନିଷଟି ଆପଣମାନେ ଜାଣନ୍ତୁ, ଯଦି ଅଁଳା ଗଛ ମୂଳେ ବେଙ୍ଗ ଏବଂ ବେଙ୍ଗୁଲି ଦୁଇଟି ବେଙ୍ଗ ଯଦି ଆପଣ ରହିବାର ଦେଖୁଛନ୍ତି, ଲୋକ କଥା ଅନୁସାରେ ଏହା କେତେ ଦୂର ସତ୍ୟ ମୁଁ ଜାଣିନାହିଁ, ଲକ୍ଷ୍ମୀ ନାରାୟଣ ବୋଲି କହୁଛନ୍ତି। ଯଦି ଏମିତିରେ ବେଙ୍ଗ ଘରକୁ ଆସିବା ବହୁତ ଶୁଭ ଅଟେ। ଯଦି ଆପଣ ଗୋଟିଏ ଅଁଳା ଗଛ ନିଜ ଘରେ ଲଗାଇଛନ୍ତି, ସେହି ଗଛ ମୂଳେ ଯଦି ବେଙ୍ଗ ବେଙ୍ଗୁଲି ବସା କରୁଛନ୍ତି,
ତେବେ ଏହା ଘରକୁ ସୁଖ ସମୃଦ୍ଧି ବୈଭବ୍ୟର ଏକ ସିମ୍ବଲ ବୋଲି କହିପାରିବେ, ଏକ ସଂକେତ ବୋଲି କହିପାରିବେ। ଘରକୁ ସମୃଦ୍ଧି ଆସିବା ଆଗରୁ ମହାଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୁବେର ସମ୍ପତ୍ତି ଆସିବା ଉପରୁ ଏହି ପ୍ରଥମ ସଂକେତ, ଯାହାକି କିଛି ଦିନ ତଳେ ମୁଁ ନିଜେ ଅଙ୍ଗେ ଲିଭାଇଛି। ଦର୍ଶକ ବନ୍ଧୁ, ଅଁଳା ଗଛର ପୂଜା ଆପଣମାନେ ନିଶ୍ଚୟ କରନ୍ତୁ। ଆପଣମାନଙ୍କ ଜୀବନରେ ଯାହା ବି ଗରିବ ସମସ୍ୟା ଅଛି ନିଶ୍ଚୟ ଦୂର ହେବ। ଗୋଟିଏ ଥରରେ ହେବନି, କିନ୍ତୁ ଗୋଟିଏ ଦିନ ନିଶ୍ଚୟ ହେବ। ତାପରେ ଆଲୋଚନା କରିବା ନାଲି ମନ୍ଦାର ଗଛ। ଏହି ନାଲି ମନ୍ଦାର ଗଛ ଯାହା ଘରେ ରହିବ, ସୂର୍ଯ୍ୟଙ୍କର ବିଶେଷ କରୁଣା ରହିବ। ସୂର୍ଯ୍ୟଙ୍କ ପୂଜାରେ ଯେଉଁ ଜଳ ଅର୍ପଣ କରୁଛେ, ସେଥିରେ ଗୋଟିଏ ନାଲି ମନ୍ଦାରଟିଏ ପକାଇ ଜଳ ଅର୍ପଣ ଦ୍ୱାରା ଆପଣଙ୍କୁ 100 ଗୁଣ ପୁଣ୍ୟର ଫଳ ପ୍ରାପ୍ତ ହେବ। ତା ସହିତ ନାଲି ମନ୍ଦାର ଶ୍ରୀ ଗଣେଶଙ୍କର ପ୍ରିୟ ଅଟେ। ନାଲି ମନ୍ଦାର ମା ଦୁର୍ଗାଙ୍କୁ ବି ଆପଣମାନେ ଅର୍ପଣ କରିପାରିବେ, ମା ମଙ୍ଗଳାଙ୍କୁ ଅର୍ପଣ କରିପାରିବେ। ମାଙ୍କ ଶୃଙ୍ଗାରରେ ନାଲି ମନ୍ଦାରଟିଏ ଦେଲେ ମା ବହୁତ ଖୁସି ଅଟନ୍ତି। ଦର୍ଶକ ବନ୍ଧୁ, ଆପଣଙ୍କ ବାଡ଼ି ବଗିଚାରେ ଯଦି ଆପଣମାନେ ଏହି ଗଛ ଲଗାଇବେ, ଯେଉଁ ସବୁ ଗଛ କହିଛି ଲଗାଇବେ, ପୂଜା କରିବା ସମୟରେ କାହାକୁ ଆପଣଙ୍କୁ କିଛି ବି ପତ୍ର ଫୁଲ ମାଗିବାକୁ ପଡ଼ିବନି। ନିଜ ଆରାଧ୍ୟଙ୍କ ପାଇଁ ଆପଣ ନିଜର ପ୍ରିୟ ଫୁଲ, ଆରାଧ୍ୟଙ୍କର ପ୍ରିୟ ଫୁଲ ନିଜ ବଗିଚାରେ ଲଗାନ୍ତୁ ଏବଂ ନିଜେ ତୋଳି କରି ଦେଇଦିଅନ୍ତୁ। ତେଣୁ ନାଲି ମନ୍ଦାର ଗଛଟି ନିଜ ଘରେ ନିଶ୍ଚୟ ଲଗାନ୍ତୁ। ତାପରେ ଆଲୋଚନା କରିବା କଦଳୀ ଗଛ। କଦଳୀ ଗଛ ଘର ସାମ୍ନାରେ ରଖିବେ ନାହିଁ, ଘର ପଛରେ ରଖିବେ। ଏହା ବହୁତ ଶୁଭ ଫଳ ପ୍ରଦାନ କରିବ। ଯଦି କଦଳୀ ଗଛକୁ ଆପଣମାନେ ପୂଜା କରିବେ, ଆପଣଙ୍କର ଧନ ଜନିତ ସମସ୍ୟା ନିଶ୍ଚୟ ଦୂର ହେବ। ସ୍ୱାମୀଙ୍କର ଉନ୍ନତି ଦେଖିବେ, ଗୋଟିଏ ବର୍ଷ କରନ୍ତୁ, ଧୀରେ ଧୀରେ କିପରି ଉନ୍ନତି ଆଡ଼କୁ ଆପଣମାନେ ଅଗ୍ରସର ହେବେ। ବିଶେଷ କରି ଗୁରୁବାର ଦିନ କଦଳୀ ଗଛ ମୂଳରେ ଜଳରେ ହଳଦୀ ପକାଇ, ଗଙ୍ଗା ଜଳ, ମହୁ ଏବଂ କିଛି ଚଣା ଡାଲି ପକାଇ ଯଦି ଆପଣମାନେ ଓମ୍ ନମୋ ଭଗବତେ ବାସୁଦେବାୟ 7 ଥର ମନ୍ତ୍ର ଜପ କରି 7 ଥର ଜଳ ଅର୍ପଣ କରନ୍ତି ଏବଂ ଗୋଟିଏ ନାଲି କଲବା ବା ହଳଦିଆ କଲବା ବାନ୍ଧି ଦିଅନ୍ତି, ମୋଲି ଯାହାକୁ କୁହାଯାଏ, ତେବେ ଏହା ତା ସହିତ ଘିଅର ଦୀପ, କର୍ପୂରର ଆଳତି କଦଳୀ ଗଛ ମୂଳେ କରନ୍ତି, ଆପଣଙ୍କର ଧନ ଜନିତ ସମସ୍ୟା ନିଶ୍ଚୟ ଦୂର ହେବ। କଦଳୀ ଗଛ ଏମିତି ଏକ ଗଛ, ଏମିତି ଚମତ୍କାରୀ ଗଛ, ଯାହାକି ଶ୍ରୀହରିଙ୍କର ବହୁତ ପ୍ରିୟ ଅଟେ। ଏହି କଦଳୀ ଗଛ ଆପଣମାନେ ଥରୁଟିଏ ପୂଜା କରନ୍ତୁ। ଯେଉଁ ବି ମହିଳାମାନେ ନିଜ ସ୍ୱାମୀଙ୍କର ଉନ୍ନତି ଚାହୁଁଛନ୍ତି, ସ୍ୱାମୀଙ୍କର ଦୀର୍ଘାୟୁ ଚାହୁଁଛନ୍ତି, କଦଳୀ ଗଛର ପୂଜା ନିଶ୍ଚୟ କରନ୍ତୁ। ଶେଷରେ ଆଲୋଚନା କରିବା ଡାଳିମ୍ବ ଗଛ। ଡାଳିମ୍ବ ଗଛ ବି ଏକ ବାସ୍ତୁ ଗଛ ବୋଲି କୁହାଯାଏ। ଯଦି ଆପଣଙ୍କ ଘରକୁ ରୋଗ ମାଡ଼ି ଆସୁଛି, ଜମା ଗରିବରୁ ଆପଣମାନେ ମୁକ୍ତି ହିଁ ପାଇପାରୁନାହାନ୍ତି, ତେବେ ଆପଣମାନେ ଡାଳିମ୍ବ ଗଛ ଲଗାଇବେ। ନତୁବା ଡାଳିମ୍ବ ଗଛ ଯଦି ଆପଣଙ୍କ ଘରେ ସମାନ ସୁଖ ସମୃଦ୍ଧି ଅଛି, ଭଲରେ ଚଳୁଛନ୍ତି, ଡାଳିମ୍ବ ଗଛ ଲଗାଇବା କିଛି ଆବଶ୍ୟକ ନାହିଁ। କିନ୍ତୁ ଦର୍ଶକ ବନ୍ଧୁ, ଘରରୁ ଟିକେ ଦୂରରେ ଯଦି ଜାଗା ଅଛି ଲଗାଇ ପାରନ୍ତି ଏବଂ ଏହି ଡାଳିମ୍ବଟି ଆପଣମାନେ ମା ଦୁର୍ଗାଙ୍କୁ ଅର୍ପଣ କରିପାରନ୍ତି। ମା ମହାଲକ୍ଷ୍ମୀଙ୍କୁ ଯଦି ଶୁକ୍ରବାରକୁ ଶୁକ୍ରବାର ଅର୍ପଣ କରନ୍ତି, ଯଦି ଆପଣଙ୍କର ସ୍ୱାମୀ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ଦେଉନାହାନ୍ତି, ଶୁକ୍ରବାରକୁ ଶୁକ୍ରବାର ମହାଲକ୍ଷ୍ମୀଙ୍କୁ ଗୋଟିଏ ଡାଳିମ୍ବ ଭୋଗ ଦିଅନ୍ତୁ। ମାଙ୍କ ଆଶୀର୍ବାଦରେ ଆପଣଙ୍କର ଦାମ୍ପତ୍ୟ ଜୀବନରେ ନିଶ୍ଚୟ ସୁଧାର ଆସିବ, ନିଶ୍ଚୟ ମନ ମିଶିବ। ମାଙ୍କର ଏତିକି କୃପା ଅଛି। ଦର୍ଶକ ବନ୍ଧୁ, ଏହି ଡାଳିମ୍ବର ରସ ଯଦି ଶିବଲିଙ୍ଗରେ ଆପଣମାନେ ଗୋଟିଏ ଚାମଚ ବି ଅର୍ପଣ କରନ୍ତି, ତେବେ ଆପଣଙ୍କର ନିଶ୍ଚୟ ଧନ ଜନିତ ସମସ୍ୟା ଦୂର ହେବ। ବିଶ୍ୱାସ ହେଉନି ନା? ଥରୁଟିଏ ପରୀକ୍ଷା କରନ୍ତୁ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ କିଛି ସାହାଯ୍ୟକାରୀ ଆସୁଛି, ତେବେ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ତ ନିହାତି ଲେଖନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ।